ଆମେ ଆରପାଳି ଯୋଉଠି ଆମେ ମାଛ ବିକୁଥିଲୁ ସେଠିକି ଆଜି ଜଳିଖିଆ ଦୋକାନଟେ ଲଗେଇ ଦେଇଛି। ତ ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଆଜି ସକାଳୁ ସକାଳୁ ଆସିକି ପ୍ରଥମେ ଦୋକାନକୁ 4 ପିସ୍ ଚାନ୍ଦି ମାଛକୁ ରଖିକି ମୁଁ ଦୋକାନଟାକୁ ଲଗେଇ ଦେଇଥିଲି। ଦୋକାନ ଲଗେଇ ଦୋକାନରେ ବସିଛି ତ ପ୍ରଥମେ ଗୋଟେ ଦିଦି ଆସିଥିଲେ ମାଛ ନେବାକୁ। ତାଙ୍କୁ ଗୋଟେ ଚାନ୍ଦି ମାଛରୁ ଅଧା ଦରକାର ଥିଲା। ତାପରେ ମୁଁ ସେ ଚାନ୍ଦି ମାଛ ଭଲସେ କାଟି ଛଡ଼େଇକି ମୁଁ ସେ ମାଛ କାଟିବା ଲାଗିଲି। ସେ ମାଛ କାଟିକି ଦି ଭାଗ କରିସାରିଲା ପରେ ଗୋଟେ ଭାଗ ମୁଁ ସେ ଦିଦିଙ୍କୁ ଦେଇ ଦେଇଥିଲି। ତାଙ୍କୁ ଦେଇ ସାରିଲା ପରେ ବାପା ଆଜି ଗାଡ଼ିଆରୁ ମାତ୍ର 5 ପିସ୍ ରୋହି ମାଛ ଆଣିଥିଲେ। ତାପରେ ବାପା ବଜାର ଯାଇକି ଆନ୍ଧ୍ରା ମାଛ ଆଣିକି ସବୁ ଦୋକାନରେ ରଖି ସାରିଲା ପରେ ପ୍ରଥମେ ଗୋଟେ କଷ୍ଟମର ଆସିଥିଲେ। ସିଏ କହିଥିଲେ କି ମୋତେ 2 ପିସ୍ ରୋହି ମାଛ ଦରକାର। ତାପରେ ମୁଁ ବି ତାଙ୍କ 2 ପିସ୍ ରୋହି ମାଛ ଭଲସେ କାଟି ଛଡ଼େଇକି ମୁଁ ତାପରେ ତାଙ୍କ ମାଛ କାଟିବା ଲାଗିଲି। ତାଙ୍କ ମାଛ କାଟିକି ମୁଁ ସେ କଷ୍ଟମରଙ୍କୁ ଦେଇ ଦେଇଥିଲି। ତାଙ୍କ ମାଛ ତାଙ୍କୁ ଦେଇ ସାରିଲା ପରେ ସ୍କୁଟି ଉପରେ ବସିଥିବା ଭାଇଙ୍କୁ ଦରକାର ଥିଲା 2 ପିସ୍ ରୋହି ମାଛ। ତାପରେ ମୁଁ ତାଙ୍କ 2 ପିସ୍ ରୋହି ମାଛ କାଟିଲା ବେଳକୁ ମୋତେ କହିଥିଲେ କି ମୋତେ ଗୋଟେ ପିସ୍ ରାଉଣ୍ଡ ପିସ୍ ଆଉ ଗୋଟେ ମାଛକୁ ପେଟି ପିସ୍ କରିବାକୁ। ତାପରେ ମୁଁ ତାଙ୍କର ମାଛ ଗୋଟେ ରାଉଣ୍ଡ ପିସ୍ ଆଉ ଗୋଟେ ମାଛକୁ ପେଟି ପିସ୍ କରିକି ମୁଁ ସେ ଭାଇଙ୍କୁ ଦେଇ ଦେଇଥିଲି। ତାଙ୍କ ମାଛ ତାଙ୍କୁ ଦେଇ ସାରିଲା ପରେ ଆମେ ଆରପାଳି ଯୋଉଠି ଆମେ ମାଛ ବିକୁଥିଲୁ ସେଠି ଜଣେ ଜଳିଖିଆ ଦୋକାନ ଲଗେଇଛି। ତ ଆମେ କିଛି କଳି ଝଗଡ଼ା ନ କରିକି ଆମେ ତାଙ୍କୁ ଜାଗା ଦେଇ ଦେଇଥିଲୁ। ତାପରେ ତାଙ୍କୁ ଜାଗା ଦେଇ ସାରିଲା ପରେ ବାପା ଏଠି ସବୁ ହୋଟେଲ ମାନଙ୍କ ପାଇଁ ମାଛ କାଟିଥିଲେ। ତ ଆଜି 12 କିଲୋ ଅର୍ଡ଼ର ମାଛ ମିଳିଥିଲା। ତ ସବୁ ମାଛ କାଟି ସାରିଲା ପରେ ମୁଁ ସବୁ ମାଛ ନେଇକି ପଳେଇଥିଲି କୁନା ଡବା ଆସି ସାରିଲା ପରେ ତାଙ୍କୁ ସବୁ ମାଛକୁ ଦେଇ ସାରିଲା ପରେ ଆମ ଦୋକାନରେ ଗୋଟିଏ ଚାନ୍ଦି ମାଛ ଥିଲା। ତାକୁ ବି ବିକି ଆମେ ଘରୁ ପଳେଇଲୁ। ରହୁଛି, ଜୟ ଜଗନ୍ନାଥ।